କହିବେ ଆଜି 5 ରେ ଦବ ମୁଁ ମୁଁ ତ ବେଶୀ କିଛି କହିପାରିବିନି, ବାସ୍ ଖାଲି ଏତିକି କହିବି, ଏଇଟା ହଉଛି ସବୁ ଦର୍ଶକ ମାନଙ୍କର ଭଲ ପାଇବା ଆଉ ଆମର ପରିଶ୍ରମ ଯୋଉଟା କି ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି। ତ ସେଥିପାଇଁ ସେଟା 4 ରାତି କମ୍ପ୍ଲିଟ ହେଇକି 5 ରାତି ହେବାକୁ ଯାଉଛି। ତ ଏଇଟା ହଉଛି ଭଗବାନଙ୍କ ଆଶୀର୍ବାଦ, ଯେମିତି ଏଇ କାହାଣୀଟା ସମସ୍ତଙ୍କ ପାଖରେ ପହଞ୍ଚିଲା ଆଉ ବହୁତ ଭଲ ବି ଲାଗୁଛି ସମସ୍ତଙ୍କୁ। ଦର୍ଶକ ବିଶ୍ୱାସ କରିପାରୁନାହାନ୍ତି ଯେ ଦେବସ୍ମିତାଙ୍କ ଏଇଟା ପ୍ରଥମ ଥର ଯାତ୍ରାରେ ଏଣ୍ଟ୍ରି। ବିଶ୍ୱାସ କରିପାରୁନାହାନ୍ତି, ତାହେଲେ ତ ସେଇଟା ତ ବହୁତ ଭଲ କଥା। ସେଇଟା ହିଁ ଦରକାର ଆକ୍ଚୁଆଲି। ଫଳ ବି ପାଇଯାଇଛନ୍ତି 4 ରାତି ଗଲା ପରେ। ୟେସ୍ ୟେସ୍ ୟେସ୍, ସବୁ ଜାଗାରେ ଏମିତି ମତେ ଲାଗୁଛି ଆମେ ଯୋଉ 200 ଦିନ କରିବୁ, 200 ଦିନରେ 200ଟା ଟ୍ରଫି ଆମର ଏଇଠି ରହିବ। ଆଜି ଯେତେବେଳେ ପ୍ରଥମେ କମିଟି ତରଫରୁ ପ୍ରଥମ ନୁହଁ, ଏଟା ସେକେଣ୍ଡ ଅଲରେଡି ହେଇସାରିଲାଣି ପ୍ରଥମ ଥର। ୟେସ୍। ଯେ ଭୁବନେଶ୍ୱର ଭଳିଆ ଜାଗାରେ ରାଜଧାନୀ ଯୋଉଟା କୁହାଯାଏ ଯାତ୍ରା ବର୍ତ୍ତମାନ ଏଇଠୁ ହିଁ ସମର ଆରମ୍ଭ ହୁଏ, ଏଭଳିଆ ଜାଗାରୁ ଗୋଟେ ଟ୍ରଫି ପାଇଲେ କେତେ ଖୁସି? ମୁଁ ବହୁତ ଖୁସି ଅଛି, ବହୁତ ଖୁସି, ମାନେ ବହୁତ ଖୁସି। ଆଉ ସେଇ ଖୁସିଟାକୁ ମୁଁ ଏତେ ଏକ୍ସପ୍ରେସ ବି କରିପାରିବିନି କାହା ପାଖରେ। ଏସବୁ ଭାଇ କହିବେ। କଣ କହିବେ ଆଜି ଗୋଟେ ମାନେ ପଞ୍ଚମ ରଜନୀ ଆଶା ଥିଲା ଏଇ ନାଟକ ଏମିତି ସଫଳତା ପାଇବ ବୋଲି? ନାଇଁ, ଗୋଟେ କଳାକାର ହିସାବରେ ଯେତେବେଳେ ନାଟକଟିଏ ତିଆରି କରାଯାଏ, ନିହାତି ଭାବରେ ଗୋଟେ କଳାକାରର ମନ ନିହାତି ଥିବ ଆମେ ନାଟକଟିକୁ ନେଇକି ବହୁତ ଉପରକୁ ଯିବୁ, ଲୋକମାନଙ୍କ ପାଖରେ ପହଞ୍ଚେଇବୁ। ଆଉ ଯେତେବେଳେ ପ୍ରଥମେ ଆମେ ନାଟକଟି ଆରମ୍ଭ କଲୁ, ଫାଇନାଲ କଲୁ, ନାଟକଟି ଗୋଟେ ଆଭରେଜ ଭଳିଆ ଆମକୁ ଲାଗିଲା ଯେ ଆମେ ଆଭରେଜରେ ଯିବୁ କି ଆଭରେଜରେ କରିବୁ। କିନ୍ତୁ ହୁଏତ ମା ଶାରଳାଙ୍କ ଆଶୀର୍ବାଦ ଆଉ ଆମର ଯିଏ ଲେଖକ ଦୀପକ ସାର୍, ଶାରଦା ରଣା ସାର୍, ଆଉ ମ୍ୟୁଜିକ୍ ଯିଏ ଦେଇଛନ୍ତି ଆମର ବିରଜା ପ୍ରସାଦ, ସେ ସମସ୍ତଙ୍କର ମିଳିତ ଉଦ୍ୟମରେ, ସମସ୍ତଙ୍କର ଇଏରେ, ଆଉ ବିଶେଷ କରି ଦର୍ଶକମାନଙ୍କର, ଦେବତାମାନଙ୍କ ଆଶୀର୍ବାଦ ଯୋଗୁଁ ନାଟକଟି ଆଜି ଏତେ ଉପରକୁ ଯାଇପାରିଛି। ଏଇଟା କେବଳ କେବଳ ସେମାନଙ୍କ ଆଶୀର୍ବାଦ। କାହିଁକି ନା କେବଳ କଳିଙ୍ଗ ଗଣନାଟ୍ୟ ନୁହଁ, ସବୁ ଯାତ୍ରା ଅନୁଷ୍ଠାନ କଳାକାରମାନେ ପରିଶ୍ରମ କରୁଛନ୍ତି, ସମସ୍ତେ ଖଟୁଛନ୍ତି। ଏମିତି ନାହିଁ ଯେ ଆମେ ବେଶୀ ଖଟୁଛୁ ବୋଲି ଆମ ନାଟକଟା ହିଟ୍ ହେଇଛି, ସେମିତି ନାହିଁ, ସମସ୍ତେ ଖଟୁଛନ୍ତି। କିନ୍ତୁ ନାଟକଟି ଗୋଟେ ସଫଳତା ପାଇବା, ସଫଳତାର ଶୀର୍ଷକୁ ଯିବା, ସଫଳତାର ଶ୍ରେୟ ନେବା, ସେଇଟା କେବଳ ଦର୍ଶକ ଦେବତାଙ୍କର ଆଶୀର୍ବାଦ ଆଉ ଯିଏ ଲେଖକ ନିର୍ଦ୍ଦେଶକଙ୍କର ଆଶୀର୍ବାଦ ଯୋଗୁଁ ହେଇପାରିଛି। ତେଣୁ ମୁଁ ଭାବିଛି ଏ ଶ୍ରେୟ ନିହାତି ଭାବରେ ଦର୍ଶକ ଦେବତାଙ୍କ ଆଶୀର୍ବାଦ ଆଉ ମା ଶାରଳାଙ୍କ ଆଶୀର୍ବାଦ ଆଉ ଆମ ଡିରେକ୍ଟର, ରାଇଟରଙ୍କର, ମ୍ୟୁଜିକ୍ ଡିରେକ୍ଟର ସମସ୍ତଙ୍କର ମିଳିତ ଆଶୀର୍ବାଦ ଆମ ଉପରେ ପଡ଼ିଛି ଏ ବର୍ଷ କଳିଙ୍ଗ ଗଣନାଟ୍ୟ ଉପରେ। ସେଥିପାଇଁ ନାଟକଟି ବହୁତ ଉଚ୍ଚକୋଟୀର ହେଇଛି। ଆଉ ବିଶେଷ କରି ଲୋକମାନଙ୍କ ଏତେ ଭଲ ପାଇବା ସାଉଁଟିଛି, କାହିଁକିନା ମୋର ଯାତ୍ରା କ୍ୟାରିୟର ଭିତରେ ତ ମୁଁ ଯାତ୍ରାରେ ବେଶୀ ସଂଶ୍ଳିଷ୍ଟ ନୁହଁ। ମୁଁ ତ ସିରିଏଲ ଫିଲ୍ମରେ ଆସିଛି, ଯେତିକି ଦିନ ବି ଆସିଛି, ଯେତିକି ଦିନ କାମ କରିଛି, ମୁଁ ଜାଣିଛି ଯେ ଖଣ୍ଡଗିରିରେ ଏଇଭଳି ଭାବରେ ହୁଏ। 4 ଦିନ 5 ଦିନ ଗୋଟେ ଗୋଟେ ନାଟକ ହୁଏ, 7 ଦିନ ହୁଏ। କିନ୍ତୁ ବର୍ଷା ସମୟରେ, ବର୍ଷା ଦିନରେ, ଆଜି ଆପଣମାନେ ଦେଖୁଥିବେ କେତେ ଜୋର ବର୍ଷା ହେଇଥିଲା, ବର୍ଷା ବି ହଉଛି କଣ୍ଟିନ୍ୟୁଅସଲି। ବର୍ଷା ସମୟରେ ଭୁବନେଶ୍ୱର ଭଳିଆ ଜାଗାରେ ଆଉ ତା ଛଡ଼ା ପୁଣି ଏତେ ବଡ଼ ବଡ଼ ଅନୁଷ୍ଠାନ ମାନେ ଯାତ୍ରା କରିକି ଯାଇଛନ୍ତି, ଆମର କୌଣସି ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ସେତେ ହାଇପ୍ରେ ନାହିଁ। ତାପରେ 5 ଦିନ ଧରି, ଆଜି 5ମ ଦିନ, 5 ଦିନ ଧରି ଲୋକମାନଙ୍କୁ ଏକାଠି କରି ଏତେ ଗରମ ହଉଥିବା ତଳେ ଟେଣ୍ଟ ତଳେ ବସେଇକିରି ନାଟକକୁ ଉପଭୋଗ କରାଇବା, ଏଇଟା ବହୁତ ବଡ଼ କଥା। ଆଉ ନିହାତି ଭାବରେ ଆମ କଳାକାରମାନେ ପରିଶ୍ରମ କରିଛନ୍ତି, ଆଉ ସେ ପରିଶ୍ରମର ସଫଳତା, ପରିଶ୍ରମର ଆଶୀର୍ବାଦ ସ୍ୱରୂପ ଆମକୁ ମିଳିଛି ଯେ 5 ଦିନ ଧରି ଭୁବନେଶ୍ୱର ଭଳି ଜାଗାରେ ଆମେ କରି ଯାଇଛୁ। ଆଉ ତାର ଗୋଟେ ଛୋଟିଆ ଆଶୀର୍ବାଦଟେ ଆମକୁ ଏଇ ଅନୁଷ୍ଠାନ ତରଫରୁ ମିଳିଛି। ସେଥିପାଇଁ ଆମର ସବୁ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ସମସ୍ତ ପରିବାରଙ୍କ ତରଫରୁ ସେମାନଙ୍କୁ ଅଶେଷ ଧନ୍ୟବାଦ ଏବଂ ସେମାନଙ୍କର ଆଶୀର୍ବାଦ ଏମିତି ଥାଉ, ଆମେ ଏମିତି ନାଟକ କରୁ। ମାଲିକ, ରାଇଟର, ଡାଇରେକ୍ଟର ସମସ୍ତେ ବସି ଦେଖୁଥିଲେ, ନାଇଁ ନର୍ଭସ୍ ନାହିଁ, ଟିକେ ଅଧିକା ସିନସିୟରିଟି ଥିଲା। କାହିଁକି ନା ଡାଇରେକ୍ଟର ବସିଛନ୍ତି, ରାଇଟର ବସିଛନ୍ତି, ସେମାନେ ଯେତେବେଳେ ଭବିଷ୍ୟତରେ କୌଣସି ନାଟକ ଲେଖିବେ, ଟିକେ ଦେଖିବେ କାମ କରୁଛନ୍ତି, କାମ ଟିକେ ଅଧିକା ମିଳିବ। ଆଉ ବିଶେଷ କରି ଏଇଟା ଧୀରେ କିରି କହିବାକୁ ପଡ଼ିବ, ମାଲିକମାନେ ଯେହେତୁ ବସିଥିଲେ, ପଇସା ପତ୍ର କଥା କାଳେ କାଟି କୁଟା ଦେବେ, ସେଇଟା ବଡ଼ କଥା। ନାଇଁ ଯଦି ଭଲ କରିବେ ମାଲିକ 2 ପଇସା ବଢେଇବେ, ସେଟା ଜୋସ୍ ନେଇକି କାମ ଯାହା ଲାଗୁଛି ମାନେ 3 ଗୁଣା ରେଟ୍ ହେଇଯିବ ବୋଲି ଦର୍ଶକ କହୁଛନ୍ତି। ନାଇଁ 3 ଗୁଣା ରେଟ୍ ନାହିଁ, ଦର୍ଶକ ମାନଙ୍କର ତ ଭଲ ପାଇବା, ସେଇଟା 3 ଗୁଣା ରେଟ୍ ନାହିଁ। ଯାହା
गोटे मनीषर परिश्रमर फल मु या भावे जे मो परिश्रमर पारिश्रमिक जेतिकी भगवान सेटा तैयारी कर रखिछंती भगवान सेटा देइछंती से जहा लिखिछंती सेटा निहाती भाବରେ ମୁଁ ପାଇବି 3 गुणा 2 गुणा 10 गुणा 5 गुणा कि अधा भी ହେଇଯିବ আজি मोर भाग्य टाण अच्छी कि भगवान आशीर्वाद अच्छी मु परिश्रम कर बल अच्छी से जोश से खटुची खाली 5 वर्ष बोधे नथिबो कौन होइतिबो कौन नहीं मु जानिनी किंतु मु जेति दिन मोर भितर बल अच्छी मु निहाती भाବରେ कटिबी परिश्रम करी लोक मान जो भल पाइबा जो आदर सम्मान लोक मान पाखर पाउचे सेटा पाइबा ପାଇଁ चेष्टा करी दर्शक कहते आम जानूँ नाटक हूँ गोटे कहानी चली हाँ। ता भीतर भी आम मन को बुझे पार्नु केतले से कहानी आ अभिनय जो जीवंत अभिनय भीतर आम निजक रिलेक्ट कर दउछु जहाँफल कांदी पकाउछु नहीं सेटा तो बहुत बड़ कथा ସେଇଟା ତ ଗୋଟେ କଳାକାର ପାଇଁ ମାନେ ଗୋଟେ ବିగ్ ଆଚିଭମେଣ୍ଟ ସେଟା ହେବା ଦରକାର ଯଦି ଗୋଟେ କଳାକାର ପରଫର୍ମ କରୁଛି ଆଉ ଯଦି ଦର୍ଶକ ତାକୁ ଭଲ ପାଇବା ଦଉଛନ୍ତି ତାକୁ ଜୀବନ୍ତ ବୋଲି ଭାବୁଛନ୍ତି ତା ମାନେ ତ ସେଟା ହଉଛି ମାନେ ସକ୍ସେସ ର ଗୋଟେ ପାହାଚ ହଁ। ତ ସେଇଟା ଗୋଟେ ଆର୍ଟିଷ୍ଟ ର ବି ଗୋଟେ ଆଚିଭମେଣ୍ଟ ସେଇଠି ଆମକୁ ଲାଗେ ଯେ ଯାହା ହଉ ଆମ ପରିଶ୍ରମଟା ସାର୍ଥକତ ହେଇଛି ଯେ ଆମେ ଯୋଉ ଆପଣ ମାନେ ଦେଖୁଥିବେ ଯୋଉ ଝାଳ ଯୋଉ ପ୍ରକାର ଗରମ ହଉଛି ଯୋଉ କଷ୍ଟ କରାଯାଉଛି ଆଉ ବିଶେଷ କରି ମୁଁ ସ୍ନାତକ ସରିଲା ବେଳକୁ ମାନେ ମତେ ଲାଗୁଛି ଆଉ କିଛି ସମୟ ପରେ ମୁଁ ଫେଣ୍ଟ ହେଇଯିବି ତ ସେଇ ଯୋଉ ପରିଶ୍ରମଟାର ସଫଳତା ପାଇଛି ମୋର ପରିଶ୍ରମଟା ପ୍ରକୃତରେ କିଛି ରଙ୍ଗ ଆଣିଛି ଯାହାଫଳରେ ଲୋକମାନଙ୍କ ଆଖିରେ ସେ ରଙ୍ଗଟା ଅଶ୍ରୁ ହେଇକି ଝରି ଯାଉଛି obviously କାହିଁକି ନା ଯୋଉ କହନ୍ତି ମତେ ଯୋଉ ଧରି ଧରି ଭାଇ ଷ୍ଟେଜ ସାରା ବୁଲୁଛନ୍ତି ତ ସେ ଦର୍ଶକ ସେଇଠୁ ହିଁ ଅଧିକ ତାଙ୍କ ଭିତରେ କୋହ ପଳେଇ ଆସୁଥିବ ଯେ ନାଇଁ ଗୋଟେ ମରିଗଲା ପରେ ଗୋଟେ ପ୍ରେମିକାଟା ସେ ପ୍ରେମିକ କେମିତି ତା ପାଇଁ ପାଗଳ ହେଇଯାଉଛି ତ ସେଇଟା ଯେତେ ଜୀବନ୍ତ ଲାଗୁଛି ସେଥିପାଇଁ ସେମାନେ କାନ୍ଦି ପକଉଛନ୍ତି ବୋଧେ ଆମେ ଗୋଟେ ଦିନ ରାତି ନିନ୍ଦ୍ରା ହବା କିନ୍ତୁ ଗୋଟେ ଦିନ ଜୋରେ ବଡ ପାର୍ଟି କରିଦେଲେ ଆମେ ତଣ୍ଟି ଗଳା ବସି ଯାଉଛି କିନ୍ତୁ ଆପଣ ପ୍ରତ୍ୟେକ ଦିନ ଜୋରେ ପାର୍ଟି କରୁଛନ୍ତି ଆଉ ବେସିକାଲି ଯୋଉ ଆପଣ ପଢୁଛନ୍ତି ଷ୍ଟେଜ ଉପରେ କେବେ ମାନେ ନିଜକୁ ଟାୟାର୍ଡ ଫିଲ୍ କରିନାହାନ୍ତି କେବେ କଷ୍ଟ ଅନୁଭବ କରିନାହାନ୍ତି ନିହାତି ସେଇଟା ତ ସେଇଟା ତ obvious କଥା ସମସ୍ତେ ଟାୟାର୍ଡ ଫିଲ୍ କରିବେ ଟାୟାର୍ଡ ଫିଲ୍ କରିବେ କିନ୍ତୁ କଥାଟା କଣ ଜାଣିଛନ୍ତି ଭଗବାନ ସମସ୍ତଙ୍କୁ ଯିଏ ଯାହାକୁ ଭଗବାନ ଯେତେବେଳେ ଗଢିଛନ୍ତି ଯେତେବେଳେ ସବୁ ପ୍ରକାର ଉପାଦାନ ଦେଇ ଗଢିଛନ୍ତି ଆପଣ ମାନଙ୍କୁ ଯେମିତି ଗୋଟେ ଜର୍ଣ୍ଣାଲିଷ୍ଟ କାମ ଦେଇଛନ୍ତି ଆପଣ ମାନେ ଏତେ ବର୍ଷା ଖରା କୋଉ ଦୂରରୁ କୋଉ ଜାଗାରେ କେତେ ଘାତ ପ୍ରତିଘାତ ବହୁତ ଲୋକ ଥିବେ କେତେ ଛିଞ୍ଚିକର କଥା କହୁଥିବେ କେତେ ଫୋପାଡ଼ିଲା ଭଳିଆ କଥା କହୁଥିବେ ତାପରେ ମଧ୍ୟ କେତେ ମାନ ଅପମାନ ବାଦ ବିବାଦକୁ ସାମ୍ନା କରିକି ମଧ୍ୟ ଆପଣ ମାନେ ଯାଇକିରି ସେ ଜିନିଷ ଆଣୁଛନ୍ତି ଯୋଉଟା କି ଆମେ କରିପାରିବୁନି ତେଣୁ ହୁଏତ ସେଟା ଭଗବାନଙ୍କ ଆଶୀର୍ବାଦ ଭଗବାନ ଯେତେବେଳେ ଆମକୁ ସୃଷ୍ଟି କରିଛନ୍ତି ଜନ୍ମ କରିଛନ୍ତି ସେଇ କିଛି ଜିନିଷଟା ସେଇ ଗୋଟେ ମାନେ ଛିଞ୍ଚି ଦେଇଛନ୍ତି ଯାହାଫଳରେ ଭାଇ ତୋର କାମ ଏଇଆ ତୁ ଏଇଆ କରିବୁ ତ ସେଥିପାଇଁ ତାଙ୍କ ଆଶୀର୍ବାଦରୁ ହଉଛି ବିଶେଷ କରି ମୁଁ ଏହା ଫିଲ୍ କରେ ଆମେ ଯେତେବେଳେ ମଞ୍ଚ ଉପରକୁ ଚଢୁ ସେତେବେଳେ ଆମେ ମୁଣ୍ଡିଆ ମାରିକି ଯାଉ କାହିଁକି ନା ମଞ୍ଚରେ ଠାକୁରାଣୀ ଥାଆନ୍ତି ତ ସେଇ ଠାକୁରାଣୀଙ୍କ କୋଳରେ ଆମେ ଠିଆ ହଉ ନାଚୁ ଡେଉଁ ପଡୁ ଉଠୁ ନିହାତି ଭାବରେ ସେ ଠାକୁରାଣୀକୁ ପଡିଲା ବେଳକୁ ସିଏ ଆମକୁ ସମ୍ଭାଳି ନିଏ ସେ ଦୌଡ଼ିଲା ବେଳକୁ ସିଏ ଆମ ହାତ ଧରିଦିଏ ଆଉ ଯାହା ବି ଆମେ କରୁ ସେ ଠାକୁରାଣୀ ଆମକୁ ନିହାତି ଭାବରେ ଆମେ ହାତ ଧରିକିରି ଆମକୁ ବଞ୍ଚେଇକି ରଖେ ସେଥିପାଇଁ ହୁଏତ ସେ କଷ୍ଟଟା ଆମ ଭିତରେ ମରିଯାଏ ସେ କଷ୍ଟଟା ସବୁ ସେ ଠାକୁରାଣୀ ମା ନେଇଯାଆନ୍ତି ମୁଁ ଏହା ଭାବେ ମଧୁବାବୁ ଆଜି ମ୍ୟାନେଜର ଆମେ ତାଙ୍କର ଇଣ୍ଟରଭ୍ୟୁ ନଉଥିଲେ ଆଜ୍ଞା କହିଲେ ଯେ ଷ୍ଟେସନ ପୁଲି ଗୋଟେ ଥିଲା ନାଟକ ଆଜ୍ଞା ଆଜ୍ଞା ସେଇ ନାଟକ ଯେମିତି ସଫଳତା ଦେଇଥିଲା ଏଇ ବର୍ଷ ଆପଣଙ୍କ ଦି ଜଣଙ୍କୁ ଶ୍ରେୟ ଦେଇଛନ୍ତି ଆଜ୍ଞା ମ୍ୟାନେଜର ଯେ ଏଇଭଳିଆ ଏଇ ନାଟକରେ ମାନେ ଟୋଟାଲ ଟିମ୍ ଆଜ୍ଞା ଆପଣଙ୍କର ତ ଭୂମିକା ଦି ଜଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ଆଜ୍ଞା କିନ୍ତୁ ସେଇଭଳିଆ ନାଟକର ସେ ମାଇଲେଜ କୁ ଦେଖିଲେଣି କେବେଠାରୁ ନାଇଁ ଷ୍ଟେସନ କୁଲି ମୁଁ ବି ଯେତେବେଳେ ମାନେ ପଢୁଥିଲି ନାଟକ ଦେଖୁଥିଲି ଯାତ୍ରା ଜାଣିନଥିଲି ଯାତ୍ରା ବିଷୟରେ ଯାତ୍ରା ଦେଖିବାକୁ ବସିଥିଲି ସେତେବେଳେ ଷ୍ଟେସନ କୁଲି ନାଁ ଶୁଣିଥିଲି ଆଉ ପ୍ରତାପ ଭାଇଙ୍କର ସେଇ ନାଟକଟି ଥିଲା ଆଉ ପ୍ରତାପ ଭାଇ ମୋର ଜଣେ ବହୁତ ମାନେ ମୁଁ ମାନେ ମୋର ସେ ଗୋଟେ ଫେଭରେଟ୍ ଆର୍ଟିଷ୍ଟ ମୋତେ ଭଲ ଲାଗେ ତାଙ୍କ ଅଭିନୟ ତାଙ୍କ ସଂଳାପ କହିବାର ଶୈଳୀ ଭଲ ଲାଗେ ତ ସେଥିପାଇଁ ମୁଁ ଭାବୁଛି ସେ ନାଟକଟା ସେତେବେଳେ ବହୁତ ହାଇପ୍ରେ ଥିଲା ବହୁତ ଉପରକୁ ଯାଇଥିଲା ଆଉ ଯଦି ବା ସେଇଭଳି ଜିନିଷଟିଏ ହେଇଛି ସେଇଭଳି ନାଟକଟିଏ ହେଇଛି ତାହେଲେ ନିହାତି ଭାବରେ ସେଟା ଭଗବାନ ଆଶୀର୍ବାଦ ଆମେ ଯଦି ଖଟୁଛୁ କେବଳ ସେମାନଙ୍କର ଆଶୀର୍ବାଦ ସେମାନଙ୍କ ଭଲ ପାଇବା ଯୋଗୁଁ ହେଇପାରିଛି ଖାଲି ଆମେ ଦି ଜଣ ନୁହଁ କାହିଁକି ନା ଏଇଟା ଗୋଟେ ଟିମ୍ ୱାର୍କ ସମସ୍ତେ ମାନେ ଆପଣଙ୍କର ଯୋଉମାନେ ଆମର ଏଠି ଟେଣ୍ଟ ପାଲ ବାନ୍ଧୁଛନ୍ତି ସେମାନଠାରୁ ଆରମ୍ଭ କରି ଆମର ବଡ ବଡ ଆର୍ଟିଷ୍ଟ ପର୍ଯ୍ୟନ୍ତ ମ୍ୟୁଜିକ ଲାଇଟ୍ ଷ୍ଟେଜ ସମସ୍ତଙ୍କର ମିଳିତ ଉଦ୍ୟମରେ ଏଇଟା ହେଇପାରିଛି ତ ଆମ ପାଖରେ ବର୍ତ୍ତମାନ ସାର୍ ଆସିଛନ୍ତି ସାର୍ ମଝି ଆସିବେ ଆମେ ଯାହା ପାଇଁ ଆଜି ନାଟକଟି ଆମେ କରିପାରୁଛୁ ନାଟକଟି ଲୋକମାନଙ୍କ ପାଖରେ ଏତେ ଭଲ ପାଇବା ସାଉଁଟିଛି
କେବଳ ସାରଙ୍କ ଆଶୀର୍ବାଦ ସେ ଯୋଗୁଁ। ହଉଛନ୍ତି ପାଳନ କରୁଛନ୍ତି ୟେସ୍ ୟେସ୍ ମାନେ ପୁରା ଗାଇଡ୍ କରିବେ ଗୋଟେ ଡାଇଲଗ ସହିତ କେମିତି ମ୍ୟୁଜିକ ରେ କେମିତି କଣ କରାହବ ବହୁତ ଗାଇଡ୍ କରିଛନ୍ତି ସ୍ପେଶିଆଲି ମତେ ସମସ୍ତେ କହୁଛନ୍ତି ନା ମୁଁ ଯେହେତୁ ନ୍ୟୁ କମର ତ ମତେ ବହୁତ ଗାଇଡ୍ କରିଛନ୍ତି ତ ଥ୍ୟାଙ୍କ ୟୁ ସୋ ମଚ୍ ସାର୍। ନାଇଁ ଆମେ ଶୁଣୁଥିଲୁ ମାନେ ଯୋଉ କହନ୍ତି ନା ଡିରେକ୍ଟର ସେ ପାଟି କରିବେ ଗାଳି କରିବେ ସେ ସବୁ କୌଣସି ଜିନିଷ ମାନେ ମାନେ ଏତେ ସୁନ୍ଦର ଭାବରେ ଏତେ ଜିନିଷଟାକୁ ଏତେ ଇଜି ହ୍ୟାଣ୍ଡେଲ କରୁଛନ୍ତି ମାନେ ମନ ଭିତରେ କେବେ ବି କୌଣସି ନାହିଁ ଯେ ଅଶାନ୍ତି ହେଇଯିବା ବିରକ୍ତି ହେଇଯିବା ଇଏ ହେଇଯିବା ସେ ଜିନିଷ ଆମେ ସେ 10-12 ଦିନ ଭିତରେ କେବେ ଦେଖିପାରିଲୁନି ହୁଏତ ତାର ଫଳଟା ଆଜି ଏଇଟା ମିଳିଛି ଆମକୁ। କଣ କହିବେ ଆଜି ଦେଖିଲେ ନାଟକ ଆଉ ଆପଣ ଦେଇଥିବା ନିର୍ଦ୍ଦେଶିତ ନାଟକ ଆଉ ଦର୍ଶକଙ୍କର ତ ଭଲ ପାଇବା ଦେଖୁଛନ୍ତି ଆପଣ ସବୁ ଭଲ ପାଇବା ଶୁଆ ସାରି ବର୍ତ୍ତମାନ ଆଉ କିଛି ଦିନ ପରେ ଆଉ ଅଶ୍ୱିନୀ ଡାକିବେନି ଶୁଆ ଡାକିବେ ଦେବସ୍ମିତାକୁ ସାରି ଡାକିବେ ଏବଂ ମୁଁ ବି ଆଜି ନାଟକ ଦେଖି ମୁଁ ବି ବହୁତ ମାନେ ବିମୋହିତ ହେଇଛି ନାଟକରେ ଆଉ ମୁଁ ଆପଣ ମାଧ୍ୟମରେ ଗୋଟେ କଥା କହୁଛି କିଛି ଛୋଟିଆ ମୋଟିଆ ଭୁଲ ଅଛି ଯୋଉଠି ଯେହେତୁ ଏଇଟା ହଉଛି ତୃତୀୟ କ୍ୟାମ୍ପ ବୋଧେ ଆଜ୍ଞା ତୃତୀୟ କ୍ୟାମ୍ପ ତେଣୁ ଆମେ ରେକ୍ଟିଫାଇ କରିବା ସୁଯୋଗ ପାଇନୁ ତେଣୁ ହେଇଯିବ ଯୋଉଟା ଦର୍ଶକ କିଛି ଅଛି ଆମେ ତାକୁ ସମାଧାନ ବହୁତ ଶୀଘ୍ର ହେଇଯିବ ଆଉ ଗୋଟେ ଦିଟା କ୍ୟାମ୍ପରେ ସେ ସବୁ ସଲ୍ଭ ହେଇଯିବ ଅଲରେଡି ହେଇଯିବ ହଁ 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 ଯେହେତୁ ଆମେ ସଜବାଜ ସଇଲାଣି ପ୍ରସ୍ତୁତ ହେଇଗଲାଣି ବହୁତ ଶୀଘ୍ର ଦେଖନ୍ତୁ 27ଟା ପାର୍ଟି 28ଟା ପାର୍ଟି 75-70 ନାଟକ ଆସିବ ତା ଭିତରେ 1 2 3 ହବା କେତେ ବଡ କଷ୍ଟ ଚାମ୍ପିୟନ ହବା ବଡ କଷ୍ଟ ମାନେ ଆମ ପାଇଁ ତ ବହୁତ ଇଏ ଯାହା ହଉ ସେଇ ବିଷୟ ନେଇ ପ୍ରତିଜ୍ଞା ନଉଥିଲି ସେ ବି କେବେ ବିଶ୍ୱାସ କରୁନଥିଲେ ତୃତୀୟ କ୍ୟାମ୍ପରୁ ଆମର ନାଟକ ହଁ ଏତେ ଶୀଘ୍ର ଭଲ ପାଇବା ମିଳିବ ସୁହାସାରୀ ମାନେ ଯେମିତି ଗୋଟେ କଣ ମାନେ ଆଶ୍ଚର୍ଯ୍ୟ ମିରାକିଲ ମୁଁ ଭାବୁଛି କେବଳ ମିରାକିଲ ହଉଛି ମା ଶାରଳାଙ୍କ ପାଇଁ ନାଇଁ ଆଜ୍ଞା ସେଇଟା କେବଳ ଶାରଳାଙ୍କ ପାଇଁ ମୁଁ କହୁଛି ମୁଁ ତ ମୋର ସବୁ ସ୍କ୍ରିପ୍ଟ ସେଠି ପୂଜା କରିକି ଆଗ ଆସେ ଆଉ ମୋ ଘରେ ପୂଜା ହୁଏ ମୁଁ ଠାକୁର ପୂଜା କରେ ଯୋଉ ରୁମରେ ରହେ ସଞ୍ଜ ସକାଳେ ମୁଣ୍ଡିଆ ମାରେ ଏବଂ ମୁଣ୍ଡିଆ ମାରିକି ମୁଁ ଆସିଥିଲି ମତେ ସେଠି ତୁ ମୁଣ୍ଡ ଉଚ୍ଚା କରି ମୁଁ ଆସିବି କାରଣ ଥରେ ମୁଁ ଆସିଥିଲି କମଲ ଦେଶ ରାଜକୁମାରୀ ମୋର ଫାର୍ଷ୍ଟ ନାଇଟ୍ ହେଲା ତାପରେ କିଛି ମନ ଦୁଃଖ ଥିଲା ଆଉ ମା ଏଥର ପୁରା ମନ ଖୁସି କରିଦେଇଛି ବିଶେଷ କରି ଶୁଆ ସାରି ହଁ ନିହାତି ସେ ଗୋଟେ ପ୍ରେସର ହୁଏ ଯେହେତୁ ଡାଇରେକ୍ଟର ଆସିଛନ୍ତି ଡିରେକ୍ଟର ଆସିଛନ୍ତି ମ୍ୟୁଜିକ ଡିରେକ୍ଟର ଆସିଛି ଗୋଟେ ଓନର ଆସିଛନ୍ତି ଟିକେ ଆର୍ଟିଷ୍ଟଙ୍କ ଉପରେ ସେ ପ୍ରଭାବଟା ପଡେ ଏବଂ ପ୍ରଭାବ ପଡେନି ଜିଲ୍ ତାଙ୍କର ଅଧିକା ହେଇଯାଏ ଆମେ ଆଜି ଦେଖେଇଦବା ଆଉ ପଛେ କାଲି ଯାହା ହବ ଆଜି ଦେଖେଇଦବା ହଁ ଆଉ ମୁଁ ତ ତାର ବହୁତ ତାର ପରିଶ୍ରମ ବହୁତ ଏତେ ପରିଶ୍ରମ ମାନେ ଶିକ୍ଷାଦାନ କଲେ ଏବେ ପରୀକ୍ଷାର ସମୟ ସାର୍ କେମିତି ଦେଖୁଛନ୍ତି ଆପଣ ଯଦି କହିବେ ଯେ ଛାତ୍ରଛାତ୍ରୀ ପାଖରେ ଅଛନ୍ତି ସେ ଯୋଉ ପରୀକ୍ଷାର ଫଳଟା ସାର୍ କଣ ଆପଣ ଫିଲ୍ କରୁଛନ୍ତି ନା ବହୁତ ମିଠା ଏବଂ ଆଙ୍କ ଭବିଷ୍ୟତ ବହୁତ ଉଜ୍ଜଳ ମୁଁ କହୁଛି ଆରମ୍ଭ ମାତ୍ର ମୁଁ ପ୍ରଥମରୁ ଏଇ କଥା କହୁଛି ଆମେ ଏତେ ଖୁସିରେ ବି ଫାଟି ପଡିବା ଉଚିତ ନୁହଁ କାହିଁକିନା ଆଗକୁ ଆମର ବହୁତ ଅତିକ୍ରମ କରିବାର ଅଛି ବାଟ ବହୁତ ଆସୁଛି ବହୁତ କମ୍ପିଟିସନ ଆସିବ ବହୁତ ନାଟକ ଆସିବ ତେଣୁ ଆମେ ଏବେଠୁ ଏନୁ କିନ୍ତୁ ନାଟକ ଦର୍ଶକ ମହଲରେ ଯେହେତୁ ବର୍ତ୍ତମାନ ଆଦୃତ ହେଇ ସାରିଲାଣି ମୁଁ ଆଶା କରୁଛି ଏ ବର୍ଷ କଳିଙ୍ଗ ଗଣନାଟ୍ୟ ସର୍ବଶ୍ରେଷ୍ଠ ନାଟକ ଦବ ଧନ୍ୟବାଦ ସାର୍ ଆଜ୍ଞା।